ଦେଖନ୍ତୁ ସାଙ୍ଗମାନେ, ଏଇଟା ଅଛି ଅରୁଣାଚଳର ଘର ଗୁଡ଼ିକ କେମିତି ଅଛି ଦେଖି ନିଅନ୍ତୁ। ଭିତରେ କେମିତି ଅଛି। ଆମେ ଏଠି ରହୁଥିଲୁ ଏଇ ଜାଗାରେ। ଏଇଟା ଅଛି ମୋ ଭାଇନାଙ୍କର ଘର। ଆଉ ଆମେ ଏଠି ଆସିଥିଲୁ ଭିଜିଟିଂ କରିବା ପାଇଁ। ତ ଦେଖନ୍ତୁ ନିଆଁ ଜଳାଇବାର ଷ୍ଟାଇଲ୍ ବି କେମିତି ଅଛି। ଆଉ ଏଇଟା ତାଙ୍କେ ଏଇଠି ଇଏ କରୁଛନ୍ତି ରୋଷେଇ। ଆଉ ଯେଉଁଠି ଆମେ ରହୁଥିଲୁ ଦେଖନ୍ତୁ, ଏଇଟା ଅଛି ଆମ ରୁମ୍ଟା। ଏଇଠି ଦେଖନ୍ତୁ, ଏଇଟା ଆମ ରୁମ୍। ଆମେ ସେଠି ରହୁଥିଲୁ ଏଠୁ। ଆଉ ବ୍ଲାଙ୍କେଟ୍ ଗୁଡ଼ିକ ବହୁତ ସେଠି ଅଛି, କାହିଁକିନା ଏଇଠି ବହୁତ ଥଣ୍ଡା ଲାଗୁଛି ଭାଇମାନେ। କ'ଣ କହିଲେ, ଏପଟେ ଏମିତି ପୁରା ଦିନ ବେଳେ ମଧ୍ୟ ଆଉ ଏମିତି ରହିବି କହିଲେ ମଧ୍ୟ ହେବନି, କାହିଁକିନା ବହୁତ ଥଣ୍ଡା ଅଛି ଏଠି। ଦେଖନ୍ତୁ ବାହାରେ ଟିକେ ଦୃଶ୍ୟ ଦେଖି ନିଅନ୍ତୁ କେମିତି ଅଛି। ଏଇଟାକୁ ଆମ ଏରିଆରେ ଯେମିତି ଆମେ ପିଣ୍ଡା କରୁଛୁ, ସେମାନେ ସେଇଠି ଏମିତି ପିଣ୍ଡା ଟାଇପ୍ର ଗୋଟେ ବାଉଁଶ ସାଙ୍ଗରେ ତିଆରି ସବୁ ଯାକ ଭାଇ ଦେଖନ୍ତୁ। ଆଉ ସିଢ଼ିର ଦେଖ ତ ବହୁତ, ଦେଖ ସିଢ଼ିର ବଢ଼ିଆ ମଜା, ମାନେ କେମିତି ଭୟଙ୍କର କରୁଛନ୍ତି। ଦେଖ ଭାଇ ସିଢ଼ି କେମିତି କରୁଛନ୍ତି, ଭୟଙ୍କର ଅଛି। ଏଇଟା ଅଛି ସେ ଦୃଶ୍ୟ ଦେଖନ୍ତୁ। ଏଇଟା ଦିନ ବେଳେ କିନ୍ତୁ ବହୁତ ଖରାପ ଦୃଶ୍ୟ ନେଇ କାମ ଏଇ ଦେଖିନିଅନ୍ତୁ। ଆଉ ଆମର ନାନିଆଙ୍କର ଘର ଏଇଟା। ଆମ ନାନିଆଙ୍କର ତ ଦେଖିନିଅନ୍ତୁ କେମିତି ଭାଇ, ତାଙ୍କେ କୁକୁର ଗୁଡ଼ିକ ପୁରା କୁକୁର ଅଛନ୍ତି ଭାଇ। ସୁନ୍ଦର ସୁନ୍ଦର କୁକୁର ଗୁଡ଼ିକ ଅଛନ୍ତି ଦେଖନ୍ତୁ। କ୍ୟୁଟ୍ କୁକୁର ଗୁଡ଼ିକ ଦେଖନ୍ତୁ। ତାଙ୍କେ ଅଛି ମୋ ନାନୀ। ଆଉ ଏଇଟା ତାଙ୍କର ସବୁ ପାପି ଗୁଡ଼ିକ ବହୁତ ସୁନ୍ଦର ଭାବରେ ଅଛନ୍ତି ବାବୁ। ଆଉ 5ଟା କୁକୁର 2ଟା ବିଲେଇ ରଖିଛନ୍ତି ତାଙ୍କେ। ଦେଖିବ ଏଇଟା ତାଙ୍କର କିଚେନ୍ ରୁମ୍। ଆଉ ସେଠି ତାଙ୍କେ ଏଇଟା ତାଙ୍କର କିଚେନ୍ ହଲ୍ଟା କହିବେ। ଏଠି ତାଙ୍କେ ଆଉ ଭାତ ସବୁ ରୋଷେଇ ସବୁ ଏଠି ଏଇ ଜାଗାରେ ହୁଏ। ଆଉ ସେଠି ତାଙ୍କେ ଖାଆନ୍ତି। ଏ ଦେଖନ୍ତୁ ଏଇଟା ସବୁ କେମିତି ଅଛି ଭାଇ। ଦେଖନ୍ତୁ ବାହାରେ କେମିତି ଅଛି, ଦେଖ ବାହାରେ କେମିତି ଅଛି। ବହୁତ ଭଲ ଭାଇ। ଘର ଗୁଡ଼ିକ ଦେଖିଲେ କେମିତି ଦେଖ, ତଳରୁ କେମିତି କରାଯାଇଛି ଆଉ ଉପରେ କେମିତି ଇଏ କରାଉଛି ଦେଖନ୍ତୁ। ଆମେ ଯେମିତି ଇଏ କରୁଛୁ, ଥରେ ପଟେ ଦେଖନ୍ତୁ ଭାଇମାନେ କେମିତି ଅଛି।